ଛବିଶ ସତେଇଶ ଯାତ୍ରା ଋତୁରେ ଅଭିନେତା କୁନା କାହାର? ଛବିଶ ସତେଇଶ ଯାତ୍ରା ଋତୁରେ ଅଭିନେତା ସନ୍ଦୀପ କାହାର? ଜୟ ଜଗନ୍ନାଥ। ଆପଣମାନଙ୍କୁ ସ୍ୱାଗତ କରୁଛି ରକ୍ ଏସନ୍ ଯାତ୍ରା ଗପସପ୍ରେ। ମୁଁ ରାଜେନ୍ଦ୍ର। ଆପଣମାନେ ସମସ୍ତେ ଜାଣିଛନ୍ତି ବର୍ତ୍ତମାନ 25-26 ଋତୁ ଶେଷ ଆଉ ବସିଲାଣି। 26-27 ଯାତ୍ରା ଋତୁ ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ। 26-27 ଯାତ୍ରା ଋତୁ ପାଇଁ ବର୍ତ୍ତମାନ ସମସ୍ତେ ଷ୍ଟାରକାଷ୍ଟ ପ୍ରାୟ ଯାତ୍ରାପାଟି ତାଙ୍କର ଘୋଷଣା କରିସାରିଲେଣି। କିଛି ଘୋଷଣା କରିସାରିଲେଣି, ଆଉ କିଛି ବାକି ଅଛନ୍ତି। କିଛି ଯାତ୍ରାପାଟି ତାଙ୍କର ନାଟକ ବି ଘୋଷଣା କରିଛନ୍ତି, ଆଉ କିଛି ଯାତ୍ରାପାଟି ନାଟକ ଏପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି। ବାସ୍ ଆଉ କିଛି ଦିନ ପରେ 26-27 ଯାତ୍ରା ଋତୁ ଆରମ୍ଭ ହୋଇଯିବ। କିନ୍ତୁ ତାହାର ଭିତରେ ଦେଖିବାକୁ ମିଳୁଛି ଗୋଟେ ଗୋଟେ କଳାକାରଙ୍କର ଦୁଇଟି ଯାତ୍ରାପାଟି ସେମାନଙ୍କର ଷ୍ଟାରକାଷ୍ଟରେ ସେମାନଙ୍କ ଫଟୋ ପୋଷ୍ଟ କରୁଛନ୍ତି ସୋସିଆଲ ମିଡ଼ିଆରେ। ଏଠି ଯାତ୍ରାପ୍ରେମୀ ମାନେ କନଫ୍ୟୁଜ୍, ଏଠି ୟୁଟ୍ୟୁବର ମାନେ କନଫ୍ୟୁଜ୍। ଅମୁକ ଲୋକ କାହାର, ଏ ପାର୍ଟିର ନା ସେ ପାର୍ଟିର। ଏମିତି ଦୁଇ ଜଣଙ୍କ କଳାକାରଙ୍କ ନାଁ ଆପଣମାନଙ୍କୁ କହିବି। ଯଦି ମୋ ସହିତ ରହି ଶେଷ ପର୍ଯ୍ୟନ୍ତ ଭିଡ଼ିଓ ଦେଖିବେ ତାହେଲେ ଜାଣିପାରିବେ ସେ ଦୁଇ ଜଣଙ୍କ କଳାକାର କିଏ, କେଉଁ ଯାତ୍ରାପାଟି ପ୍ରଥମ ପୋଷ୍ଟ କରିଥିଲା, କେଉଁ ଯାତ୍ରାପାଟି ପଛରେ ପୋଷ୍ଟ କରିଛି, ସେ ଦୁଇ ଜଣ କଳାକାର ତାହେଲେ କାହାର। ଚାଲନ୍ତୁ ଡେରି ନକରି ଭିଡ଼ିଓଟି ଷ୍ଟାର୍ଟ କରିବା। ଆପଣମାନେ ସମସ୍ତେ ଭିଡ଼ିଓ ମାଧ୍ୟମରେ ଦେଖୁଛନ୍ତି 26-27 ଯାତ୍ରା ଋତୁରେ ସବୁ ଯାତ୍ରାପାଟି ମାନେ ଷ୍ଟାରକାଷ୍ଟ ଘୋଷଣା କରିବାକୁ ଲାଗିଲେଣି। କିଛି ଯାତ୍ରାପାଟିଙ୍କର ଷ୍ଟାରକାଷ୍ଟ କମ୍ପ୍ଲିଟ୍ ହୋଇଗଲାଣି, ଆଉ କିଛି ଯାତ୍ରାପାଟିଙ୍କର ପ୍ରଥମ ପର୍ଯ୍ୟାୟ ମାନେ କଳାକାର ଚୟନ କରିସାରିଛନ୍ତି, ଆଉ କିଛି ଯାତ୍ରାପାଟିଙ୍କର ବାକି ଅଛି। ଖଳନାୟକ କୁନା ଯିଏ ବର୍ତ୍ତମାନ 25-26 ଯାତ୍ରା ଋତୁରେ ଅପେରା ରାଜ ଦରବାରରେ କାର୍ଯ୍ୟରତ ଅଛନ୍ତି। ଆଉ ଜଣେ ଯୁବ ଅଭିନେତା ହେଉଛନ୍ତି ସନ୍ଦୀପ, କାର୍ଯ୍ୟରତ ଅଛନ୍ତି ଅପେରା ଜାଗେସନରେ। କିନ୍ତୁ ବର୍ତ୍ତମାନ ଦୁଇ ଜଣଙ୍କର ପୋଷ୍ଟ ଦେଖିବାକୁ ମିଳୁଛି। ପ୍ରଥମ କୁନାଙ୍କର ଦେଖିବାକୁ ମିଳିଥିଲା, ବର୍ତ୍ତମାନ ସନ୍ଦୀପଙ୍କର ଦେଖିବାକୁ ମିଳୁଛି। ପ୍ରଥମେ ସେ କୁନାଙ୍କର ପୋଷ୍ଟ କରିଥିଲା ଅପେରା ରାଜ ଦରବାର। ଖଳନାୟକ କୁନା 26-27 ଯାତ୍ରା ଋତୁରେ ଅପେରା ରାଜ ଦରବାରରେ ପୁଣି କାର୍ଯ୍ୟରତ ରହିବେ ବୋଲି। କିନ୍ତୁ 26-27 ଯାତ୍ରା ଋତୁରେ ନୂଆକରି ଗଢ଼ି ଉଠୁଥିବା ଆଦର୍ଶ ରଞ୍ଜନ ସ୍ୱାଇଁଙ୍କ ଯାତ୍ରା କେଶରୀ ଯିଏ ନୂଆକରି ପାଦ ଦେବାକୁ ଯାଉଛି ଯାତ୍ରା ମଇଦାନରେ, ସେଇ ଯାତ୍ରା କେଶରୀର ପ୍ରଥମ ପର୍ଯ୍ୟାୟ ଷ୍ଟାରକାଷ୍ଟରେ ସେଇ ଖଳନାୟକ କୁନାଙ୍କର ପୋଷ୍ଟ ଦେଖିବାକୁ ମିଳିଥିଲା। ଠିକ୍ ସେମିତି ଅଭିନେତା ସନ୍ଦୀପ ଯିଏ ବର୍ତ୍ତମାନ 25-26 ଯାତ୍ରା ଋତୁରେ କାର୍ଯ୍ୟରତ ଅଛନ୍ତି ବର୍ତ୍ତମାନ ଅପେରା ଜାଗେସନରେ। ନିରଞ୍ଜନ ସାହୁଙ୍କ ଅପେରା ମାହେଶ୍ୱରୀ 26-27 ଯାତ୍ରା ଋତୁରେ ଯିଏ ଯାତ୍ରା ମଇଦାନରେ ପାଦ ଦେବାକୁ ଯାଉଛି, ସେ ଅଭିନେତା ସନ୍ଦୀପଙ୍କ ଅପେରା ମାହେଶ୍ୱରୀ ପୋଷ୍ଟ କରିଥିଲା ତାର ଷ୍ଟାରକାଷ୍ଟରେ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି ଅପେରା ଜାଗେସନୀ ବର୍ତ୍ତମାନ ସନ୍ଦୀପ ଯେଉଁଥିରେ କାର୍ଯ୍ୟରତ ଅଛନ୍ତି, ବର୍ତ୍ତମାନ ଅପେରା ଜାଗେସନୀ ପୋଷ୍ଟ କରିଛି 26-27 ଯାତ୍ରା ଋତୁରେ ସନ୍ଦୀପ ପୁଣି ଥରେ କାର୍ଯ୍ୟରତ ରହିବେ ଅପେରା ଜାଗେସନରେ। ଏଠି ଯେଉଁ କଳାକାରମାନେ ଅଦଳ ବଦଳ ପ୍ରକ୍ରିୟା କରୁଛନ୍ତି ଠିକ୍ ଅଛି, କିନ୍ତୁ ବର୍ତ୍ତମାନ ଇଏ ଯାତ୍ରାପାଟି ପୋଷ୍ଟ କରୁଛି ଅମୁକ କଳାକାର ଅମୁକ ପାର୍ଟିରେ ରହିବ, ପୁଣି ଆଉ ଗୋଟେ ଯାତ୍ରାପାଟି ସେଇ କଳାକାର ନାଁରେ ପୋଷ୍ଟ କରୁଛି ଅମୁକ କଳାକାର ଏ ବର୍ଷ ଆମ ପାର୍ଟିରେ ରହିବ। ଏଠି ସମସ୍ତେ ବର୍ତ୍ତମାନ ଦ୍ୱନ୍ଦ୍ୱରେ। ଅଭିନେତା କୁନା ଯିଏ କାର୍ଯ୍ୟରତ ଅଛନ୍ତି ବର୍ତ୍ତମାନ ଅପେରା ରାଜ ଦରବାରରେ, ଅପେରା ରାଜ ଦରବାର ବି ପୋଷ୍ଟ କରିଥିଲା 26-27 ଯାତ୍ରା ଋତୁ ପାଇଁ କୁନା କାର୍ଯ୍ୟରତ ରହିବେ। କିନ୍ତୁ ନୂଆକରି ବର୍ତ୍ତମାନ ଯେଉଁ ଗଢ଼ି ଉଠୁଛି ଯାତ୍ରା କେଶରୀରେ ପୋଷ୍ଟ ଦେଖିବାକୁ ମିଳୁଛି ସେ କୁନାଙ୍କର। ବର୍ତ୍ତମାନ କୁନା କାହାର, ଅପେରା ରାଜ ଦରବାରର ନା ନୂଆକରି ଗଢ଼ି ଉଠୁଥିବା ଯାତ୍ରା କେଶରୀର? ଯୁବ ଅଭିନେତା ସନ୍ଦୀପ କାହାର 26-27 ଯାତ୍ରା ଋତୁରେ, ଅପେରା ମାହେଶ୍ୱରୀର ନା ଅପେରା ଜାଗେସନୀର? ଏଠି ଭୁଲ କାହାର? ଏଠି କଳାକାରଙ୍କ ଭୁଲ ନା ଏଠି ଯାତ୍ରାପାଟି ମାଲିକ ମାନଙ୍କର ଭୁଲ? ଯଦି ଗୋଟେ ୟୁଟ୍ୟୁବର ଭୁଲରେ ପୋଷ୍ଟ କରିଦେଉଛି ଅମୁକ କଳାକାର ଅମୁକ ଜାଗାକୁ ଯାଉଛି, ସାଙ୍ଗେ ସାଙ୍ଗେ ସେଇ ୟୁଟ୍ୟୁବରକୁ କଲ୍ ଆସିଯାଉଛି, ମେସେଜ ଆସିଯାଉଛି, ଆମେ ତ ଅମୁକ ପାର୍ଟି ଯାଇନୁ, ତମେ କେମିତି ପୋଷ୍ଟ କଲ। ଏଠି ୟୁଟ୍ୟୁବର ସବୁ ଭୁଲ ହେଇଯାଉଛି। ଏଠି ଦିଟା ଯାତ୍ରାପାଟି ପୋଷ୍ଟ କରୁଛନ୍ତି ଅମୁକ ଅଭିନେତା ଆମ ପାର୍ଟିରେ ରହିବ 26-27 ଯାତ୍ରା ଋତୁରେ, ସେଇ ଅଭିନେତାଙ୍କର ଆଉ ଗୋଟେ ଯାତ୍ରାପାଟି ପୋଷ୍ଟ କରୁଛି ଏଇ ଅଭିନେତା 26-27 ଯାତ୍ରା ଋତୁରେ ଆମ ପାର୍ଟିରେ ରହିବ।
ତାହେଲେ ସେ ଅଭିନେତା କ'ଣ ଫାଡ଼ି ହେବ ନା ଚିରି ହେବ ନା ମେଲା ହେବ? ଇଏ ପୋଷ୍ଟ କରୁଛି ଇଏ ମୋର, ସିଏ ପୋଷ୍ଟ କରୁଛି ମୋର, ତାହେଲେ ଏଇଠି ଭୁଲ କାହାର? ଯଦି ଜଣେ ୟୁଟ୍ୟୁବର ଭୁଲରେ ପୋଷ୍ଟ କରିଦେଉଛି ତାପରେ ଏତେ ଆଇନ କାନୁନ ହେଇଯାଉଛି, ତାହେଲେ ଏଇଠି ଦିଟା ଯାତ୍ରାପାର୍ଟି ଗୋଟାଏ କଳାକାର ନାଁ ପୋଷ୍ଟ କରୁଛନ୍ତି, ୟାଙ୍କ ଉପରେ କ'ଣ କିଛି ମାନେ ଆକ୍ସନ୍ ନାହିଁ? ଯଦି ଗୋଟେ କଳାକାର ଦୁଇଟା ପାର୍ଟିରୁ ଆଡ଼ଭାନ୍ସ ନେଇକି ଏ ଧନ୍ଦା କରୁଛି, କ'ଣ ତାଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବନି? ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ନିହାତି ମତ ରଖିବେ। ବର୍ତ୍ତମାନ ଆପଣମାନଙ୍କୁ ଦେଖାଉଛି ସେ ଦୁଇଟା ପୋଷ୍ଟ, ଟିକେ ପୋଷ୍ଟ ଦେଖନ୍ତୁ। ଅପେରା ରାତ ଦରବାରରେ ପୋଷ୍ଟ କରିଥିଲା। ବର୍ତ୍ତମାନ ଯାତ୍ରା କେଶରୀର ପୋଷ୍ଟ ଦେଖନ୍ତୁ, ସେଇ କୁନା 26 ଯାତ୍ରା ବୋଲି ପୋଷ୍ଟ ହେଇଥିଲା। ବର୍ତ୍ତମାନ ସନ୍ଦୀପଙ୍କର ଦେଖନ୍ତୁ, ଅପେରା ମାଇସରୀ ପୋଷ୍ଟ କରିଛି 26 ଯାତ୍ରା ରହିବ। ବର୍ତ୍ତମାନ ଅପେରା ଯାଜ୍ଞସେନୀ ଦେଖନ୍ତୁ, ସେଇ ପୋଷ୍ଟ କରିଛି ସନ୍ଦୀପ 26 ଯାତ୍ରା ପୂର୍ବରୁ ଗୋଟେ ଭିଡ଼ିଓ ବି ଆପଣମାନେ ଦେଖିଥିବେ, ଖଳନାୟକ ସତ୍ୟ କଳିଙ୍ଗ ପୋଷ୍ଟ କରିଥିଲା 26 ଯାତ୍ରା ସତ୍ୟ ଆମ ଯାତ୍ରାପାଟିରେ କଳିଙ୍ଗର କାର୍ଯ୍ୟରତ ରହିବେ। ପୁଣି ଯାତ୍ରା ବିଶ୍ୱ ଦରବାରରେ ପୋଷ୍ଟ କଲା 26 ଯାତ୍ରାରେ ସତ୍ୟ କାର୍ଯ୍ୟରତ ରହିବେ। ଏଭଳି ଦୁଇଟା ଯାତ୍ରାପାଟି ଗୋଟେ କଳାକାରଙ୍କର ପୋଷ୍ଟ କରୁଛନ୍ତି। ଏଠି ଭୁଲ କାହାର? ମାଲିକମାନଙ୍କର ଭୁଲ ନା ଏଠି କଳାକାରମାନଙ୍କର ଭୁଲ? ଏଠି ମାଲିକମାନେ ଆଡ଼ଭାନ୍ସ ଦେଉଛନ୍ତି, ଜାଣି ଛାଣି ଆଡ଼ଭାନ୍ସ ଦେଉଛନ୍ତି, ଏମାନଙ୍କ ଭୁଲ ନା କଳାକାରମାନେ ଆଡ଼ଭାନ୍ସ ନେଇ ପୁଣି ଫେରାଉଛନ୍ତି, ଏମାନଙ୍କର ଭୁଲ? ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ନିହାତି ମତ ରଖିବେ। ମୁଁ ଠିକ୍ କହିଲି କି ଭୁଲ? ଏମାନେ ଯେଉଁ ଆଡ଼ଭାନ୍ସ ନେଉଛନ୍ତି, ମାଲିକମାନେ ଜାଣିକି ଆଡ଼ଭାନ୍ସ ଦେଉଛନ୍ତି, ଏଠି କଳାକାରମାନେ ଜାଣିକି ଆଡ଼ଭାନ୍ସ ନେଉଛନ୍ତି, ଏଠି ଭୁଲ କାହାର? ମାଲିକମାନଙ୍କର ଭୁଲ ନା କଳାକାରଙ୍କ ଭୁଲ? ଯାତ୍ରାପାର୍ଟି ମାଲିକମାନେ ଯେଉଁ ପୋଷ୍ଟ କରୁଛନ୍ତି କଳାକାରଙ୍କ ଅନୁମତି ନେଇ ପୋଷ୍ଟ କରୁଛନ୍ତି କି ବିନା ଅନୁମତିରେ ପୋଷ୍ଟ କରୁଛନ୍ତି? ନିହାତି ଆପଣମାନେ ମତ ରଖିବେ ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି। ପୁଣି ଦେଖାହେବ ଆଉ ଏକ ଯାତ୍ରା ଭିଡ଼ିଓରେ। ହଁ ଆପଣମାନଙ୍କୁ କହିବାକୁ ଭୁଲିଗଲି, ଯଦି ନୂଆ କରି ଆମ ଚ୍ୟାନେଲରେ ଭିଡ଼ିଓ ଦେଖୁଛନ୍ତି କି ଫେସବୁକ୍ରେ ଦେଖୁଛନ୍ତି, ଫେସବୁକ୍ ଆଇଡ଼ି ରାଜେନ୍ଦ୍ର ଫଲୋ କରି ରଖନ୍ତୁ। ଯଦି ଲୋକେସନ୍ ଚ୍ୟାନେଲରେ ଦେଖୁଛନ୍ତି, ଯଦି ସବସ୍କ୍ରାଇବ୍ କରୁନାହାନ୍ତି ତୁରନ୍ତ ସବସ୍କ୍ରାଇବ୍ କରିଦିଅନ୍ତୁ, ଫେସବୁକ୍ ଆଇଡ଼ି ଫଲୋ କରନ୍ତୁ। ସବୁବେଳେ କହୁଛି, ଯଦି ଯାତ୍ରା ଟିକନିକ୍ ଖବର ପାଇବା ପାଇଁ ଯଦି ଚାହୁଁଛନ୍ତି ତାହେଲେ ଆମ ସହିତ ଯୋଡ଼ି ରୁହନ୍ତୁ। ସବୁବେଳେ ଯାତ୍ରା ଫ୍ରେଶ୍ ଖବର ପାଇପାରିବେ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ, ସୁସ୍ଥ ଥିବେ। ପୁଣି ଦେଖାହେବ ଆଉ ଏକ ଯାତ୍ରା ଭିଡ଼ିଓରେ। ଜୟ ଜଗନ୍ନାଥ।